ମହୁଲ ଫୁଲ ପାଇଁ ଚାଲିଗଲା ବୃଦ୍ଧାଙ୍କ ଜୀବନ। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ମହାବିରୋଡ଼ ଥାନା ବାମ ପଞ୍ଚାୟତ ଗୋବରୀମୁଣ୍ଡା ସାହିର ସୁରୁମୁଣ୍ଡା ବୋଲି ଜଣାପଡ଼ିଛି। ସୁରୁମୁଣ୍ଡା ସକାଳ ସମୟରୁ ମହୁଲ ଫୁଲ ଗୋଟାଇବାକୁ ନିଜ ଗାଁ ପାଖ ଚାଙ୍ଗୁରିଆପାଳ ଜଙ୍ଗଲ ନିକଟକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ କଚାଡ଼ି ମାରିଥିବା ବେଳେ ଘଟଣାସ୍ଥଳରେ ସୁରୁଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କ୍ଷତ ବିକ୍ଷତ ମୃତଦେହ ଗାଁ ପାଖ ଜଙ୍ଗଲ ନିକଟରୁ ପାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ମହାବୀର ରୋଡ ପୋଲିସ ଏବଂ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ହାତୀ ଆତଙ୍କକୁ ନେଇ ଏବେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାପଡ଼ିଛି। ଢେଙ୍କାନାଳ କଙ୍କଡ଼ାହାଡ଼ରୁ ପ୍ରବୀଣ ନାୟକଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।